ଆଜିର ପ୍ରସଙ୍ଗ ଆଞ୍ଚଳିକ ସ୍ୱାଦରୁ ଖାଦ୍ୟ ନବସୃଜନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଆହାର 2026ର 40ତମ ସଂସ୍କରଣ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହୋଇଯାଇଛି। 10ରୁ 14 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଆୟୋଜିତ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଦେଶ ବିଦେଶର ଖାଦ୍ୟ ଏବଂ ପର୍ଯ୍ୟଟନ ଇକୋସିଷ୍ଟମର ଅଂଶୀଦାରଙ୍କୁ ଏକତ୍ରିତ କରିଥିଲା। ଖାଦ୍ୟ ଉତ୍ପାଦକ, ରପ୍ତାନିକାରୀ, ବ୍ୟବସାୟୀ, ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଅଂଶୀଦାରଙ୍କୁ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହିତ ନୂତନ ମାର୍ଗ ଉନ୍ମୋଚନ କରିବାରେ ଏହି ସମ୍ମିଳନୀ ଏକ ପ୍ରମୁଖ ମଞ୍ଚ ପ୍ରଦାନ କରିଛି। ବିଗତ କେତେ ବର୍ଷ ଧରି ଖାଦ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଆହାର ଏସିଆର ଏକ ପ୍ରମୁଖ ବାଣିଜ୍ୟ ପ୍ରଦର୍ଶନୀ ଭାବେ ଉଭା ହୋଇଛି। ଦେଶ ବିଦେଶର ପ୍ରାୟ 1800 ପରିଦର୍ଶକ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶନୀଗୁଡ଼ିକ ମଣ୍ଡପ ମାଧ୍ୟମରେ ପ୍ରକ୍ରିୟାକୃତ ଖାଦ୍ୟ, ପାନୀୟ, ଦୁଗ୍ଧ ଉତ୍ପାଦନ, ବେକରୀ ସାମଗ୍ରୀ ଏବଂ କୃଷି ଉତ୍ପାଦ ସମେତ ବିଭିନ୍ନ ପ୍ରକାର ଉତ୍ପାଦର ପ୍ରଦର୍ଶନ କରାଯାଇଛି। ଉତ୍ପାଦକ, ରପ୍ତାନିକାରୀ, କ୍ରେତା ଏବଂ ପର୍ଯ୍ୟଟନ ବ୍ୟବସାୟ ସହ ଜଡ଼ିତ ଅଂଶୀଦାରଙ୍କ ମଧ୍ୟରେ ବ୍ୟବସାୟରୁ ବ୍ୟବସାୟ ସମ୍ପର୍କକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଉତ୍ପାଦ ପ୍ରଦର୍ଶନ ସହିତ ଦେଶର ବିକଶିତ ଖାଦ୍ୟ ପ୍ରକ୍ରିୟାକରଣ ପରିଦୃଶ୍ୟକୁ ସମ୍ମୁଖକୁ ଆଣିଥିବା ଉଦ୍ୟୋଗୀ ଏବଂ ଉଦ୍ୟୋଗଗୁଡ଼ିକର କାହାଣୀକୁ ଆହାର ମଞ୍ଚ ଆନ୍ତର୍ଜାତିକ ସ୍ତରରେ ପ୍ରଦର୍ଶନ କରିଛି। ଏକ ଜିଲ୍ଲା ଏକ ଉତ୍ପାଦ ପଦକ୍ଷେପକୁ ସିକିମ ରାଜ୍ୟ ପ୍ରଦର୍ଶନୀ ମଣ୍ଡପ ଏକ ନୂତନ ଦିଗ ପ୍ରଦର୍ଶନ କରିଛି। ସେଠାରେ ପ୍ରସ୍ତୁତ ଖାଦ୍ୟ ପରିଦର୍ଶକ ଏବଂ କ୍ରେତାକୁ ବିଶେଷ ଭାବେ ଆକର୍ଷଣ କରିଥିଲା। ଗ୍ୟାଙ୍ଗଟକ୍ର ଜଣେ ଉଦ୍ୟୋଗୀ ସାଙ୍ଗି ଡୋମା ଭୁତିଆ ସରକାରୀ ସହାୟତା କିପରି କ୍ଷୁଦ୍ର ଖାଦ୍ୟ ବ୍ୟବସାୟ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରୁଛି ତାହା ଉପରେ ଆଲୋକପାତ କରିଛନ୍ତି। ପ୍ରାୟ 16 ବର୍ଷ ପୂର୍ବେ ସାଙ୍ଗି ଡୋମା ନିଜର ଉଦ୍ୟୋଗ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ଯାତ୍ରାରେ ଏକ ପ୍ରମୁଖ ପରିବର୍ତ୍ତନ ଆସିଥିଲା ଯେତେବେଳେ ସେ ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ PMFME ଯୋଜନାର ସୁଫଳ ପାଇଲେ। କେନ୍ଦ୍ର ସରକାରଙ୍କ ଏହି ପ୍ରମୁଖ ଯୋଜନା ଅଧୀନରେ ସେ 10 ଲକ୍ଷ ଟଙ୍କାର ଋଣ ପାଇଥିଲେ। ବ୍ୟବସାୟ କ୍ଷେତ୍ରରେ ଉପଯୋଗ କରି ସମାଜରେ ସେ ନିଜକୁ ଅଧିକ ପ୍ରତିଷ୍ଠିତ କରିପାରିଛନ୍ତି। ଏହି ଋଣ ବାବଦରେ ସରକାରଙ୍କ ପକ୍ଷରୁ ତାଙ୍କୁ 3.5 ଲକ୍ଷ ଟଙ୍କାର ସବସିଡି ମିଳିଥିଲା। ସ୍ୱାଦ ଅଫ୍ ସିକିମ୍ ବ୍ରାଣ୍ଡ ଅଧୀନରେ ବ୍ୟବସାୟ କ୍ଷେତ୍ରରେ ନିଜର ଚିନ୍ତାଧାରା ଏବଂ ପ୍ରୟାସକୁ ସେ ଅଧିକ ବିକଶିତ କରିପାରିଛନ୍ତି। ତାଙ୍କ ଉଦ୍ୟୋଗ ସିକିମ୍ର ପ୍ରସିଦ୍ଧ ଜୈବିକ ଡାଲେ ଖୁର୍ସାନି ଲଙ୍କାରୁ ପ୍ରସ୍ତୁତ ମୂଲ୍ୟଯୁକ୍ତ ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଏହାକୁ GI ଟ୍ୟାଗ୍ ଅଧୀନରେ ପଞ୍ଜୀକୃତ କରିଛନ୍ତି। କର୍ଣ୍ଣାଟକର ଏକ ଚାହା ବିକ୍ରୟ କମ୍ପାନୀ ଆଇରନ୍ କେଟଲର ପ୍ରତିନିଧି ଧୀରଜ ଅର୍ଜୁନ KH ଯୋଗାଣ ଶୃଙ୍ଖଳାରେ ସ୍ୱଚ୍ଛତା, ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଚିହ୍ନଟ ଏବଂ ବ୍ୟବସାୟ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଆଇରନ୍ କେଟଲ କମ୍ପାନୀର ବ୍ୟବସାୟ 3ଟି ମୁଖ୍ୟ ଉତ୍ପାଦ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଉଛି ଆସାମରୁ ଉତ୍ପନ୍ନ CTC ଚାହା, ସ୍ୱାଦଯୁକ୍ତ ଏବଂ ସବୁଜ ଚାହା ଓ ସ୍ୱତନ୍ତ୍ର ସଞ୍ଜୀବନୀ ସବୁଜ ଚାହା। 4 ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ପକ୍ଷରୁ ଆସାମ ଏବଂ ନୀଳଗିରିରେ କୃଷି ବିଜ୍ଞାନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ସିଧାସଳଖ ଚାଷୀଙ୍କ ସହିତ କାମ କରିବା ସହିତ ଚାଷ ଉତ୍ପାଦର ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରୁଛନ୍ତି। ଯୋଗାଯୋଗ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ଶୃଙ୍ଖଳ ଯୋଗୁଁ ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସରଳ ହୋଇପାରିଛି। ଅନ୍ୟାନ୍ୟ ବ୍ୟବସାୟ କ୍ଷେତ୍ରଗୁଡ଼ିକ ମଧ୍ୟରେ କାନପୁରର ଏକ ମସଲା ଉତ୍ପାଦନକାରୀ କମ୍ପାନୀ ସୁବାସ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଦେଶରେ କ୍ଷୁଦ୍ର ଏବଂ ମଧ୍ୟମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକର ଯାତ୍ରା ଏବଂ ନିରନ୍ତର ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି। ଏହାର ଉତ୍ପାଦ ଉତ୍ତରପ୍ରଦେଶ ସମେତ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ବ୍ୟାପକତା ହାସଲ କରିଛି। ସେହିଭଳି ତାଜା ଫଳରୁ ଫ୍ରୋଜେନ୍ ଇନୋଭେସନ୍ସ ଏବଂ ଗୁଜରାଟ ନିର୍ଜଳ ଖାଦ୍ୟ ଆହାର ପ୍ରଦର୍ଶନୀରେ ଅନ୍ୟତମ ଆକର୍ଷଣ ପାଲଟିଥିଲା। ନିଜସ୍ୱ ପ୍ରଚେଷ୍ଟା ତଥା ଲକ୍ଷ୍ୟ ପୂରଣ ଦିଗରେ ସେମାନଙ୍କର ଯାତ୍ରା ଅନ୍ୟମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଛି। ଆହାର 2026 ପ୍ରଦର୍ଶନୀ ଦେଶର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବର୍ଦ୍ଧିତ ଗତିଶୀଳତାକୁ ପ୍ରତିପାଦନ କରିଛି। ଆଞ୍ଚଳିକ ସ୍ୱାଦଯୁକ୍ତ ଖାଦ୍ୟ ଏବଂ ଏଥିରେ ସଂଶ୍ଳିଷ୍ଟ କ୍ଷୁଦ୍ର ବ୍ୟବସାୟୀ ଆନ୍ତର୍ଜାତିକ ସ୍ତରରେ ନିଜର ନବସୃଜନକୁ ପହଞ୍ଚାଇ ପାରିଛନ୍ତି। ଉଦ୍ୟୋଗୀ, ଶିଳ୍ପ ଅଂଶୀଦାର ଏବଂ କ୍ରେତା ସମସ୍ତଙ୍କୁ ଏକାଠି କରି ଆହାର ମଞ୍ଚ ଦେଶର ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି।